ବାଞ୍ଛାନିଧି ମହାନ୍ତିଙ୍କ ଜୟନ୍ତୀ ପାଳିତ। ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ 129ତମ ଜୟନ୍ତୀ ରାଉରକେଲାର ସେକ୍ଟର 20 ସ୍ଥିତ ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ ଆନ୍ଦୋଳନ ଓ ମୁକ୍ତି ସଂଗ୍ରାମ ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ପ୍ରକାଶ କରିଥିବା ବେଳେ ବାସୁଦେବପୁର ଥାନା ଇରମ ଗାଁରେ ଜନ୍ମଗ୍ରହଣ କରି ସେ ମାଟିକୁ ଧନ୍ୟ କରିଥିବା ସେ ମହାନ ଜାତୀୟ ଚାରଣ କବିଙ୍କୁ ମନେ ପକାଇ ଏକଥା ପ୍ରକାଶ କରିଛନ୍ତି। ପରିଷଦର ଉପସଭାପତି ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ କବିଙ୍କ ଜୀବନୀ ସମ୍ପର୍କିତ ଏକ ଆଲେଖ୍ୟ ପାଠ କରିଥିଲେ। ମୁଖ୍ୟ ବକ୍ତା ଅଧ୍ୟାପକ କମଳାକାନ୍ତ ଦାସ କବିଙ୍କ ପରିବାର ସମ୍ପର୍କରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବର୍ଣ୍ଣନା କରିବା ସହ କବିଙ୍କର ତ୍ୟାଗପୂତ ଜୀବନ, ବ୍ୟକ୍ତିତ୍ୱ ଓ କାଳଜୟୀ କବିତା ଦ୍ୱାରା ଲୋକମାନଙ୍କୁ କିପରି ଉଦ୍ବୁଦ୍ଧ କରିପାରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। କବି ବାଞ୍ଛାନିଧି ବଣମଲ୍ଲୀ ପରି ଅନ୍ଧାରୀ ମୁଲକରେ ଥିଲେ। ଉଦାର ହୃଦୟୀ, ଦେଶପ୍ରେମୀ, ନିଃସ୍ୱାର୍ଥପର, କାଳଜୟୀ, ବାଗୀ, କବି ଓ ଜନନାୟକ। ମୁଖ୍ୟ ଅତିଥି କବି ବଳରାମ ରାଉଳ ବାଞ୍ଛାନିଧି ମହାନ୍ତିଙ୍କର ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ କବିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ କବିତା ପାଠ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁଭାଷ ଚନ୍ଦ୍ର ମହାପାତ୍ର, ବିଶ୍ୱନାଥ ସାହୁ, ସନାତନ ପତି, ଅଚ୍ୟୁତାନନ୍ଦ ଦାସ, ଉପେନ୍ଦ୍ର ପ୍ରସାଦ ଦାସ, ଉଜ୍ଜଳ ପ୍ରଦୀପ ଦାସ, ସଦସ୍ୟ ପ୍ରବୀର ପାଢ଼ୀ, ଜ୍ୟୋତିର୍ମୟୀ ପତି, ଶାନ୍ତିଲତା ପାଢ଼ୀ, ଆଦିକନ୍ଦ ନାୟକ, ଲକ୍ଷ୍ମୀକାନ୍ତ ଦାସ, ସ୍ମରଣିକା ରାଉଳ, ସୁମିତ୍ରା ରାଉଳ, ଲାବଣ୍ୟ ପାଢ଼ୀ, ଭାରତ କୁମାର, ବିବେକାନନ୍ଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।